ଭାଷା ସଂସ୍କୃତ ଭାଷାରୁ ଆସିଛି। ପ୍ରତ୍ୟଯୁକ୍ତ ହୋଇ ଭାଷା ସୃଷ୍ଟି ହୋଇଛି। ସାଧାରଣ ଅର୍ଥରେ ମଣିଷର ଭାବ ବିନିମୟର ସର୍ବଶ୍ରେଷ୍ଠ ଓ ମୁଖ ନିଃସୃତ ବାହାରୁଥିବା ଧ୍ୱନି ଇଂରାଜୀରେ ଲାଙ୍ଗୁଏଜ କହନ୍ତି। ସଂଜ୍ଞା ସ୍ୱରୂପ ପ୍ରକାରଭେଦ। ଭାଷା ହେଉଛି ମାନବୀ ହିଁ ହେଉଛି ଅଧିକାରୀ। ଭାଷା ମନୁଷ୍ୟର ସଂରଚନ, ଚିନ୍ତାଶକ୍ତି, ଜ୍ଞାନରେ ପରିପୂର୍ଣ୍ଣ। ଭାଷା ମନୁଷ୍ୟର ବାକ୍ଯନ୍ତ୍ର କ୍ଷମ ଉଚ୍ଚାରଣକ୍ଷମ ଧ୍ୱନି। ବାକ୍ଯନ୍ତ୍ର ଭାଷା ଉଚ୍ଚାରଣ ଧ୍ୱନି ସମଷ୍ଟି ହେଉଛି ଚିନ୍ତା କେନ୍ଦ୍ରରେ ସୃଷ୍ଟି ହେଉଥିବା ପ୍ରତୀକ। ଉଚ୍ଚାରଣ ଧ୍ୱନି ହେଉଛି ଭାଷା। ଭାଷା ମନୁଷ୍ୟର ବାକ୍ଯନ୍ତ୍ର କ୍ଷମ ଉଚ୍ଚାରଣ। ଗୋଲକ ବିହାରୀ ଧଳ କହିଥିଲେ